ଓಂ ନମୋ ଭଗବତେ ବାସୁଦେବାୟ ନମଃ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଫ୍ରେଣ୍ଡସ୍, ଆଜିର ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି କି ଆଗାମୀ ଏହି 2 ଦିନ ଅର୍ଥାତ୍ ଏପ୍ରିଲ ମାସର 2 ଏବଂ 3 ତାରିଖର ଦିନ ଆପଣମାନଙ୍କ ପାଇଁକିନା କିପରି ଭାବରେ ଏହି 2 ଦିନ କଟିବ, ଆପଣମାନେ ଏହି 2 ଦିନକୁ କିପରି ଭାବରେ ପ୍ଲାନିଂ ମଧ୍ୟ କରିବେ ସେ ବିଷୟରେ ମୁଁ ଆପଣମାନଙ୍କୁ ଜଣେଇବି। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି କି ଯେ ଆପଣମାନେ ସମସ୍ତେ ବହୁତ ଭଲରେ ଅଛନ୍ତି ତ? ଆପଣମାନଙ୍କ ଦେହ ବହୁତ ଭଲରେ ଅଛି ତ? ଏବେ ଖରା ଦିନ ଆସିଯାଇଛି ତ ଆପଣମାନେ ଘରୁ ବାହାରିଲା ବେଳେ ଛତା, ପାଣି ବୋତଲ ଏବଂ ଆପଣମାନେ କିଛି ଓଦା କପଡ଼ାକୁ ମୁଣ୍ଡରେ ପକେଇକିନା ଆପଣମାନେ ବାହାରକୁ ମଧ୍ୟ ବାହାରନ୍ତୁ। ଯାହାଦ୍ୱାରା ଆପଣମାନେ ଖରାର ତାପମାତ୍ରାରୁ ଆପଣମାନେ ବହୁତ ଲାଭ ମଧ୍ୟ ପାଇପାରିବେ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏହି ଏପ୍ରିଲ 2 ଏବଂ 3 ତାରିଖର ଦିନ ଏବଂ ଏହି 2 ଦିନରେ ଆପଣମାନଙ୍କ ଜୀବନରେ ମହା ପରିବର୍ତ୍ତନ ମଧ୍ୟ ଦେଖିବା ପାଇଁକିନା ମିଳିବ। ଆପଣମାନଙ୍କର ରାଶିଫଳର 100% ମୁଁ ଆପଣମାନଙ୍କୁ ଜଣେଇବା ପାଇଁକିନା ଯାଉଅଛି। ଗ୍ରହମାନଙ୍କର ବଦଳୁଥିବା ଚାଲ ଆପଣମାନଙ୍କ ଜୀବନରେ ବହୁତ ବଡ଼ ତୋଫାନ ଆଣିବା ପାଇଁକିନା ଯାଉଅଛି। ଯଦି କହିବି କି ଫ୍ରେଣ୍ଡସ୍, ଆପଣମାନଙ୍କର ଜୀବନ ଏହି ଦିନମାନଙ୍କରେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ। ସେଥିପାଇଁକିନା ଆପଣମାନେ ଫାଷ୍ଟରୁ ଲାଷ୍ଟ ଯାଇ ଦେଖନ୍ତୁ, କାହିଁକିନା ଗ୍ରହମାନଙ୍କର ଯେଉଁ ବଦଳ ହେଉଛି ତାହା ଆପଣମାନଙ୍କ ଜୀବନ ପାଇଁକିନା ଭାଗ୍ୟଶାଳୀ ଗୋଚର ହେବା ପାଇଁକିନା ଯାଉଅଛି। କାହିଁକିନା ଚନ୍ଦ୍ରମା ଯଦି ଏ ସମୟରେ କହିବା ଗ୍ରହମାନଙ୍କ କ୍ଷେତ୍ରରେ ଆପଣମାନଙ୍କ ରାଶିଫଳ ଯେଉଁଠି ଅଟକି ଯାଇ ରହିଥିଲା ଏବେ ପରିବର୍ତ୍ତନ ହେବା ପାଇଁକିନା ଯାଉଅଛି। ତ ଆପଣମାନେ ଧ୍ୟାନର ସହିତ ଆପଣମାନେ ଏ ଭିଡ଼ିଓଟିକୁ ନିହାତି ଭାବରେ ଶୁଣନ୍ତୁ। ଆପଣମାନଙ୍କ ଲାଇଫରେ କୌଣସି ନା କୌଣସି ପ୍ରକାରରେ ଭିନ୍ନ ଭିନ୍ନ ପ୍ରକାରର ଫେସ୍ କରିବା ପାଇଁକିନା ପଡ଼ିବ। ଏହି ଏପ୍ରିଲ 2 ଏବଂ 3 ତାରିଖରେ ଆପଣମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ, ତା ସହିତ ଚାକିରିର ସ୍ଥିତି ଆପଣମାନଙ୍କ ପାଇଁକିନା କିପରି ଭାବରେ ରହିବ, ବ୍ୟାପାର ବାଣିଜ୍ୟ ଏବଂ ଆର୍ଥିକ ସ୍ଥିତି ଆପଣମାନଙ୍କ ପାଇଁକିନା କିପରି ଭାବରେ ରହିବ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କି ଆପଣମାନଙ୍କ ଶରୀର ମଧ୍ୟ କିପରି ଭାବରେ ରହିବ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମସ୍ତ ବିଷୟରେ ଆପଣମାନଙ୍କୁ ଜଣେଇବି। ସେଥିପାଇଁକିନା କିଛି ସାବଧାନତା ଅବଲମ୍ବନ କରିବା ପାଇଁକିନା ଆପଣମାନଙ୍କୁ ପଡ଼ିପାରେ। ତେଣୁ ଆପଣମାନେ ଭିଡ଼ିଓଟିକୁ ଦେଖିବା ପାଇଁକିନା ଏବଂ ଶୁଣିବା ପାଇଁକିନା ଆଦୌ ବି ଭୁଲନ୍ତୁ ନାହିଁ। ଗ୍ରହମାନଙ୍କର ସ୍ଥିତି ଯେଉଁ ବଦଳିବା ପାଇଁକିନା ଯାଉଅଛି ସେଥିରୁ ଆପଣମାନଙ୍କୁ ବଞ୍ଚିକି ରହିବାର ଅତି ଆବଶ୍ୟକତା ମଧ୍ୟ ଅଟେ। ଆପଣମାନଙ୍କ ପାଇଁକିନା ଏହି 2 ଦିନ ବହୁତ ଖାସ୍ ହେବା ପାଇଁକିନା ଯାଉଅଛି। ହଁ ଆଜ୍ଞା ଫ୍ରେଣ୍ଡସ୍, ଆପଣମାନଙ୍କ ଜୀବନରେ ଏବଂ ଆମମାନଙ୍କ ଜୀବନରେ ଦୁଇଟି ସ୍ଥିତି ଥାଏ। ସେ ହେଉଛି ସୁଖ ଏବଂ ଦୁଃଖ। ସେଥିପାଇଁକିନା ଭଗବାନଙ୍କ ଆଶୀର୍ବାଦରୁ ଆଜି କିଏ ସୁଖୀ ଅଛି ତ କାଲି କିଏ ଦୁଃଖୀ ହେବ ଏବଂ ଆଜି କିଏ ଦୁଃଖୀ ଅଛି ତ କାଲି ସିଏ ସୁଖୀ ହେବ। ଏମିତିରେ ଆପଣମାନଙ୍କୁ କିଛି ବି ଦୁଃଖ କରିବାର ନାହିଁ। ଆଜି ଆପଣମାନଙ୍କ ପାଖରେ ସିନା କିଛି ନାହିଁ, ଦେଖିବେ ଆପଣମାନଙ୍କ ଜୀବନରେ ଭବିଷ୍ୟତରେ ଆପଣମାନଙ୍କ ପାଖରେ ବହୁତ କିଛି ଥିବ। ଏହି ଆଶାରେ ଆପଣମାନେ ସଦାସର୍ବଦା କର୍ମ କରି ଚାଲନ୍ତୁ। ଦେଖିବେ ଜୀବନରେ କୌଣସି ବି କ୍ଷେତ୍ରରେ ଆପଣମାନେ ପଛେଇ ଯିବେ ନାହିଁ। ନିଜର ସାମର୍ଥ୍ୟ ଛଡ଼ା ଆପଣମାନେ ଅନ୍ୟ କିଛି ଭାବନ୍ତୁ ନାହିଁ। ଯଦି ଆପଣମାନେ ଅନ୍ୟ ଅଳ୍ପ କିଛି ଅର୍ଥ ରୋଜଗାର କରୁଛନ୍ତି ତାଠାରୁ ଅଧିକ ଚିନ୍ତା କରି ଖର୍ଚ୍ଚ କରିବାର ଚିନ୍ତା କରିବେ, ଆପଣମାନଙ୍କୁ ସେ କ୍ଷେତ୍ରରେ ବଡ଼ ନୋକସାନ ମଧ୍ୟ ହୋଇପାରେ। ସେଥିପାଇଁକିନା ଆପଣମାନେ ନିଜର ତାକତ ଉପରେ ଭରସା ରଖନ୍ତୁ, ଯାହା ଆପଣମାନଙ୍କ ସୁଖର କାରଣ ମଧ୍ୟ ବନିଯିବ। ଏବଂ ଆପଣମାନଙ୍କର ଏହି 2 ଦିନରେ କୌଣସି ବିଶେଷ ଯୋଜନା ମଧ୍ୟ ବନିବ। ଆପଣମାନଙ୍କୁ ସେ କ୍ଷେତ୍ରରେ କାର୍ଯ୍ୟସ୍ଥିତି ବନେଇବାର ବହୁତ ଭଲ ସୁଯୋଗ ମଧ୍ୟ ପ୍ରାପ୍ତ ହେବ। ଆଉ ଲୋକମାନଙ୍କର ସହଯୋଗ ଆପଣମାନଙ୍କର ଛବିକୁ ବହୁତ ଦୁନିଆରେ ମଧ୍ୟ ଦେଖେଇବ। ଆଉ ଆପଣମାନଙ୍କୁ ଯେଉଁ ଖୁସିର ତଲାସି ମଧ୍ୟ ଥିଲା ସେସବୁ ମଧ୍ୟ ଆପଣମାନଙ୍କୁ ଏଇ ଦିନମାନଙ୍କରେ ପ୍ରାପ୍ତ ହେବ। ସେଥିପାଇଁକିନା ନିଜକୁ ସାବ୍ୟସ୍ତ ବନେଇବାର ଆପଣମାନଙ୍କୁ ବହୁତ ଭଲ ସୁଯୋଗ ମଧ୍ୟ ପ୍ରାପ୍ତ ହେବ। ସର୍ତ୍ତରେ ନିଆଯାଇଥିବା ନିର୍ଣ୍ଣୟ ଆପଣମାନଙ୍କୁ ଭୁଲ ସାବ୍ୟସ୍ତ ମଧ୍ୟ କରିପାରେ। ସେଥିପାଇଁକିନା ସାହସ ବନେଇକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ବିତ୍ତୀୟ କାର୍ଯ୍ୟରେ ଆପଣମାନେ ହିସାବ କିତାବ କରିବାରେ ଆପଣମାନେ ସାବଧାନତା ମଧ୍ୟ ରୁହନ୍ତୁ। ବିଜନେସ୍ କ୍ଷେତ୍ରରେ, ମ୍ୟାନୁଫ୍ୟାକ୍ଚର କ୍ଷେତ୍ରରେ ଆପଣମାନେ ଅଧିକ ଧ୍ୟାନ ମଧ୍ୟ ଦିଅନ୍ତୁ। ଯାହାଫଳରେ ଆପଣମାନଙ୍କର ସମସ୍ତ ଇଚ୍ଛା ଆକାଂକ୍ଷା ମଧ୍ୟ ପୂରଣ ହେଇଯିବ।
ତା ସହିତ ଯଦି କହିବି କି ଆପଣମାନଙ୍କର ପତି ପତ୍ନୀଙ୍କ ମଧ୍ୟରେ ମଧୁରତା ମଧ୍ୟ ଆସିବ। ବାହାର ଲୋକଙ୍କୁ ଆପଣମାନଙ୍କର ଘର କଥାରେ କିଛି ବି ହସ୍ତକ୍ଷେପ କରିବା ପାଇଁ କିନା ଦିଅନ୍ତୁ ନାହିଁ। ପ୍ରେମ ସମ୍ପର୍କୀୟ କ୍ଷେତ୍ରରେ ମାନହାନିର ଯୋଗ ମଧ୍ୟ ବନୁଛି। ତା ସହିତ ଆପଣମାନଙ୍କର ଏଇ ଦିନମାନଙ୍କରେ କୌଣସି ଲୋକମାନଙ୍କ ସହିତ ସାକ୍ଷାତ ହେବ, ଯାହା ଆଗକୁ ଯାଇକିନା ଆପଣମାନଙ୍କ ବହୁତ ହି ଭଲ ସଫଳତା ମଧ୍ୟ ପ୍ରାପ୍ତ ହେବ। ବ୍ୟସ୍ତତା ଭିତରେ ଆପଣମାନେ ଆପଣମାନଙ୍କର ସମୟକୁ ମଧ୍ୟ ବିତେଇବେ। ବିଦ୍ୟାର୍ଥୀମାନଙ୍କୁ ସ୍କୁଲ କିମ୍ବା କଲେଜରେ ତାଙ୍କର ଗତିବିଧିରେ ଯୋଗଦାନ ଦେବାର ମୌକା ମଧ୍ୟ ପ୍ରାପ୍ତ ହେବ। ଆପଣମାନେ ଯେଉଁ ବିଜନେସରେ କାର୍ଯ୍ୟ କରୁଥିଲେ ସେଥିରେ ଆପଣମାନଙ୍କୁ ଟିକେ ଲାଭ ମଧ୍ୟ ପ୍ରାପ୍ତ ହେବ। ତା ସହିତ ଯଦି କହିବେ କି ଆପଣମାନେ ତରତର ହୋଇକିନା କିଛି ବି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଫଳରେ ଆପଣମାନଙ୍କର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଆପଣମାନଙ୍କ ହାତରୁ ମଧ୍ୟ ବାହାରି ଯାଇପାରେ। ଆୟ କ୍ଷେତ୍ରରେ ଆପଣମାନେ ଯାହା କିଛି ବି ହାସଲ କରିବା ପାଇଁ କିନା ଚାହୁଁଥିଲେ, ଆପଣମାନେ ପୁରା ଶିଦ୍ଦତର ସହିତ ଆପଣମାନେ ପରିଶ୍ରମ ମଧ୍ୟ କରିବେ। ଆଉ ଆପଣମାନେ ସଫଳତା ମଧ୍ୟ ପ୍ରାପ୍ତ କରିବେ। ଆଉ ଆପଣମାନଙ୍କର ପାରିବାରିକ ସମ୍ବନ୍ଧ ବହୁତ ମଧୁରପୂର୍ଣ୍ଣ ରହିବ। ପ୍ରେମ ସମ୍ବନ୍ଧରେ ଯଦି କହିବି କି ଆପଣମାନଙ୍କର ପ୍ରେମ ସମ୍ବନ୍ଧରେ ଘନିଷ୍ଠତା ମଧ୍ୟ ଆସିବ। ଚିନ୍ତାଜନକ ସ୍ଥିତିରୁ ଆପଣମାନେ ଦୂରେଇକିନା ରହିବେ। ମୁଣ୍ଡବିନ୍ଧାର ଆପଣମାନଙ୍କୁ ଯୋଗ ମଧ୍ୟ ରହିଅଛି। ଦିନର ଆରମ୍ଭରୁ ଆପଣମାନେ ଖାସ୍ କାର୍ଯ୍ୟ କରିବା ପାଇଁ କିନା ଚେଷ୍ଟା ମଧ୍ୟ କରନ୍ତୁ। ଏ ଦିନରେ ପରିବାରମାନଙ୍କ ସହିତ କୌଣସି ଜଡ଼ିତ କାର୍ଯ୍ୟ ମଧ୍ୟର ଆପଣମାନଙ୍କୁ ଫଇସଲା ନେବା ପାଇଁ କିନା ପଡ଼ିପାରେ, ଯାହା ଆପଣମାନଙ୍କ ପାଇଁ କିନା ସକାରାତ୍ମକ ମଧ୍ୟ ହେବ। କୌଣସି ଖାସ୍ କାର୍ଯ୍ୟ ଦ୍ୱାରା ଆପଣମାନଙ୍କର ପସନ୍ଦର କାର୍ଯ୍ୟ ମଧ୍ୟ ସଫଳ ହେବ। ଅଧିକରୁ ଅଧିକ ଜିମେଦାରି ଆପଣମାନଙ୍କ ମୁଣ୍ଡ ଉପରେ ନିଅନ୍ତୁ ନାହିଁ। କୌଣସି ସୂଚନା ମିଳିବା କାରଣରୁ ଘରେ ପରିବାରର ଉଦାସୀର ମାହୋଲ ମଧ୍ୟ ଦେଖିବା ପାଇଁ କିନା ମିଳିବ। ମନୋବଳ ମଜବୁତ କରିକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। କୌଣସି ପଲିସିରେ ନିବେଶ କରିବାରେ ଆପଣମାନଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହେବ। ବିଜନେସ୍ ପାଇଁକି ମଧ୍ୟ ଆପଣମାନଙ୍କର ସମୟ ବହୁତ ଭଲ ରହିବ। ମହିଳାମାନେ ନିଜର କାର୍ଯ୍ୟ ପ୍ରତି ଅଧିକ ସକ୍ରିୟ ମଧ୍ୟ ରହିବେ। ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ବହୁତ ମଧୁରପୂର୍ଣ୍ଣ ରହିବ। ତା ସହିତ କୌଣସି ଅନୁଭବୀ ଲୋକମାନଙ୍କର ସାକ୍ଷାତ ହେବା ଦ୍ୱାରା ଆପଣମାନଙ୍କର ବହୁତ ବଡ଼ ମୁସ୍କିଲର କାର୍ଯ୍ୟ ମଧ୍ୟ ଆପଣମାନଙ୍କର ବହୁତ ଆସାନୀରେ ମଧ୍ୟ ପୂରଣ ହୋଇଯିବ। କୌଣସି ପୁରୁଣା ପ୍ରୟାସକୁ ଯୋଜନାବଦ୍ଧ କରିବାରେ ବହୁତ ଭଲ ସମୟ ରହୁଛି। ତା ସହିତ ଏ ସମୟରେ କୌଣସି ବାଦବିବାଦ ଠାରୁ ଆପଣମାନେ ଦୂରେଇକିନା ମଧ୍ୟ ରୁହନ୍ତୁ। କାହିଁକିନା ଏ କାରଣ ଦ୍ୱାରା ଆପଣମାନଙ୍କର ବ୍ୟକ୍ତିଗତ ବ୍ୟବଧାନରେ ମଧ୍ୟ କିଛିଟା ଅଘଟଣ ମଧ୍ୟ ଘଟିପାରେ। ସରକାରୀ ଚାକିରି କରୁଥିବା ଲୋକଙ୍କୁ କୌଣସି ଜିମେଦାରି ମଧ୍ୟ ମିଳିବ। ପତି ପତ୍ନୀଙ୍କ ମଧ୍ୟରେ କୌଣସି ଛୋଟ କଥାକୁ ନେଇକିନା ବାଦବିବାଦ ମଧ୍ୟ ଦେଖାଦେଇପାରେ। ସେଥିପାଇଁ କିନା ନିଜର ସ୍ୱଭାବରେ ପରିବର୍ତ୍ତନ ନେଇକିନା ଆସନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଆପଣମାନଙ୍କର ସଜାଗ ରହିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ନିଜର ଖାଦ୍ୟପେୟ ଏବଂ ଆରାମରେ ଆପଣମାନେ ବିଶେଷ ଭାବରେ ଧ୍ୟାନ ମଧ୍ୟ ଦିଅନ୍ତୁ। ଘରେ କୌଣସି ବସ୍ତ୍ର ଏବଂ ଇଲେକ୍ଟ୍ରିକ୍ ଜିନିଷ କିଣାକିଣିର ଯୋଗ ମଧ୍ୟ ବନୁଅଛି। ତା ସହିତ ନିଜର ଉପଲବ୍ଧି କାହା ଆଗରେ ବି ବଖାଣି କରନ୍ତୁ ନାହିଁ। କୌଣସି ସମ୍ପର୍କୀୟଙ୍କ ସହିତ ଆପଣମାନଙ୍କର ଲଢ଼େଇ ଝଗଡ଼ା ମଧ୍ୟ ହୋଇପାରେ। ସେଥିପାଇଁ କିନା ଆପଣମାନଙ୍କ ପାଇଁ କିନା ଭଲ ହେବ କୌଣସି ଛୋଟ ମୋଟ ନକାରାତ୍ମକ କଥାକୁ ଆପଣମାନେ ଏଭଏଡ୍ ମଧ୍ୟ କରନ୍ତୁ। ତା ସହିତ ଯୁବବର୍ଗମାନଙ୍କୁ ନିଜର ଲକ୍ଷ୍ୟ ପ୍ରତି ଧ୍ୟାନ ଦେବାର ଅତି ଆବଶ୍ୟକତା ମଧ୍ୟ ରହିଛି। କାର୍ଯ୍ୟକ୍ଷେତ୍ରରେ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। ତା ସହିତ ଅନିୟମିତ ଖାଦ୍ୟ ଖାଇବା ଦ୍ୱାରା ଆପଣମାନଙ୍କର ଲିଭର ଜନିତ ରୋଗ ମଧ୍ୟ ସମସ୍ୟା ହୋଇପାରେ। ତା ସହିତ ମିଡ଼ିଆ ଏବଂ ସମ୍ବାଦପତ୍ର ଦ୍ୱାରା ଆପଣମାନଙ୍କୁ କୌଣସି କ୍ଷେତ୍ରରେ କୌଣସି ଜିନିଷ ଉପରେ ଜାନକାରୀ ପ୍ରାପ୍ତ ହେବ, ଯେଉଁ କାରଣ ପାଇଁ କିନା ଆପଣମାନଙ୍କର କାର୍ଯ୍ୟ ବହୁତ ଆସାନୀ ମଧ୍ୟ ହେଇଯିବ। ମାତା ପିତାଙ୍କ ସ୍ୱାସ୍ଥ୍ୟର ଚିନ୍ତା ମଧ୍ୟ ଆପଣମାନଙ୍କୁ ଏଇ ଦିନମାନଙ୍କରେ ରହିପାରେ। କଥାବାର୍ତ୍ତାରେ ଆପଣମାନେ ଟିକେ ସଂଯମତା ରଖନ୍ତୁ, କାହିଁକି ନା ଆପଣମାନଙ୍କର କହୁଥିବା କଥା କାହାକୁ ବ୍ୟାଘାତ ମଧ୍ୟ ଦେଇପାରେ। ଆପଣମାନଙ୍କୁ କେବଳ ଏଇ ଦିନମାନଙ୍କରେ ଧୈର୍ଯ୍ୟ ଏବଂ ପରିଶ୍ରମର ଆବଶ୍ୟକତା ମଧ୍ୟ ରହିଛି। ତା ସହିତ କୌଣସି ମହତ୍ତ୍ୱପୂର୍ଣ୍ଣ ମିଟିଂରେ ଆପଣମାନଙ୍କୁ ଆମନ୍ତ୍ରଣ ମଧ୍ୟ କରିପାରେ। ସେଥିପାଇଁ କିନା ଆପଣମାନେ କିଛି ସମୟ ଧ୍ୟାନ ଏବଂ ଧ୍ୟାନ କେନ୍ଦ୍ରିତ କରିକିନା ରଖନ୍ତୁ। ଧ୍ୟାନରେ ବସନ୍ତୁ, ଯାହାଦ୍ୱାରା ଆପଣମାନଙ୍କର ମାଇଣ୍ଡ ଫ୍ରେଶ ମଧ୍ୟ ହେବ। ଅଧିକ କାର୍ଯ୍ୟଭାର ହେବା କାରଣରୁ ଆପଣମାନଙ୍କର ଏଇ ଦିନମାନଙ୍କରେ ମୁଣ୍ଡ ବ୍ୟଥା ମଧ୍ୟ ହୋଇପାରେ। ସେଥିପାଇଁ କିନା ଆପଣମାନେ ଟିକେ
କିଛି ଟାଇମ୍ ବାହାର କରିକିନା ଆପଣମାନେ ଧ୍ୟାନରେ ସହିତ ବସନ୍ତୁ। ଦେଖିବେ ପ୍ରକୃତିର ଯେଉଁ ନିର୍ମଳ ଓ ସଚ୍ଛଳ ପରିବେଶ ରହିଛି ତାକୁ ଆପଣମାନଙ୍କୁ ଅନୁଭବ କରିଲେ ଆପଣମାନଙ୍କର ଯେଉଁ ସବୁ ବି ଟେନସନ୍ ଅଛି ସେ ସବୁ ମଧ୍ୟ ଦୂର ହୋଇଯିବ। ଆଶା କରୁଛି ଆଜିର ଏ ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ, ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି, ଧନ୍ୟବାଦ।